ରୋହିତ କୋହଲିଙ୍କ ବିନା ସବୁ ମ୍ୟାଚ୍ ଜିତିବ ଟିମ୍ ଇଣ୍ଡିଆ, ଏପରି କହିଲେ କୋଚ୍ ଗୌତମ ଗମ୍ଭୀର। ଜାଣନ୍ତୁ ପୁରା ଖବର। ଦର୍ଶକ ବନ୍ଧୁ, ଟି20 ପ୍ଲାଟଫର୍ମରେ ବିଶ୍ୱ ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆ ଏବେ ଜିମ୍ବାୱେ ଗସ୍ତରେ ଜବରଦସ୍ତ ପ୍ରଦର୍ଶନ କରିଛି। 5ଟି ଟି20 ସିରିଜ୍ ଭାରତ 4-1ରେ ଜିତିଛି। ଭାରତ ଦମଦାର ବିଜୟ ସହିତ ଜିମ୍ବାୱେ ଗସ୍ତରେ ଭାରତ ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ନାମୀଦାମୀ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ତେବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏହି ସିରିଜରେ ରବୀନ୍ଦ୍ର ଜାଡେଜା, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ। ଏହି ବିଶ୍ରାମରେ ଦଳର ଅଧିନାୟକ କିଏ ହେବ ଏନେଇ ଜୋରରେ ଚର୍ଚ୍ଚା ଧରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ଭାର ମିଳିପାରେ। ଦଳର ବରିଷ୍ଠ ସଦସ୍ୟ କିଛି ଦିନ ହେବ ଲଗାତାର କ୍ରିକେଟ ଖେଳୁଥିବାରୁ ଏବେ ଲମ୍ବା ବ୍ରେକ୍ ନେବାକୁ ବିସିସିଆଇ ଅନୁରୋଧ କରିଛି। ତେଣୁ ସେମାନଙ୍କ ଅନୁରୋଧକୁ ରକ୍ଷା କରି ବିସିସିଆଇ ଲମ୍ବା ବ୍ରେକ୍ ନେବାକୁ ଯାଉଛି।